ଆମର ଆଜି ଚଳଚଞ୍ଚଳ ରଙ୍ଗର ପର୍ବ ହୋଲି ସବୁ ଜାଗାରେ ମନା ଯାଉଛି। ଆଜି ବି ଦଳଗତ ନିର୍ବିଶେଷରେ ସବୁ ଭାଇଚାରାକୁ ଏକଠା କରି ସବୁ ଭାଇମାନେ ଆଜି ଏକତ୍ରିତ ହେଇଛନ୍ତି ଏବଂ ଧାମରା ବଜାର ଉପରେ ଭାଇମାନଙ୍କର ଏକତ୍ରିତ ସହିତ ସମସ୍ତ ଗୁରୁଜନ ମାନଙ୍କୁ ଭେଟିବା ମାନଙ୍କୁ ଭଲ ପାଇବା ଏହି ସୂତ୍ରରେ ଆଧାର କରି ଆଜିର ଏହି କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଓଡ଼ିଶା ତରଫରୁ ସମସ୍ତଙ୍କୁ ସ୍ୱାଗତ ମଧ୍ୟ କରାଯାଉଛି। ଏଥିସହିତ ମୋ ସହିତ ଅଛନ୍ତି ବହୁ ବରିଷ୍ଠ ବ୍ୟକ୍ତି ଯିଏକି ଭାଇଚାରାର ସମ୍ପର୍କ ଏବଂ ବନ୍ଧୁତ୍ୱର ସମ୍ପର୍କକୁ ବଢ଼ାଇବା ପାଇଁ ମାଧ୍ୟମ ଏ ହୋଲି ଖେଳରେ ହିଁ ସେମାନେ ବ୍ୟବହାର କରିଛନ୍ତି। ତେଣୁ ଆସନ୍ତୁ ଯିବା ପଚାରି ବୁଝିବା। ଆଜି ଆପଣ କେମିତି ହୋଲି ଖେଳ ମାନୁଛନ୍ତି? ଆଜି ଆମେ ଜାଗୁଳା ପଞ୍ଚାୟତ ସବୁ ଏକତ୍ରିତ ହେଇଛୁ ରଙ୍ଗର ପର୍ବ ହୋଲି ପର୍ବ। ଆଜି ଏ ଯୋଉ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଆମେ ସବୁ ଏକତ୍ରିତ ହେଇଛୁ। ଯେମିତି ଆମ ଗ୍ରାମରେ ଆମ ପଞ୍ଚାୟତରେ କେମିତି ସମସ୍ତଙ୍କ ମାନେ ସମ୍ପତ୍ତି ସମ୍ପୃକ୍ତ ହଉ, କେମିତି ଆଗାମୀ ଦିନର ଚଲାପଟ କେମିତି ଆଗକୁ ଯାଉ, ଏ ସମ୍ବନ୍ଧରେ ବସି ରଙ୍ଗର ହୋଲି ପର୍ବରେ ଆମେ ଉତ୍ସାହିତ କରୁଛୁ। ନିଶ୍ଚିତ ରୂପରେ ଆମ ସହିତ ମଧ୍ୟ ଅଛନ୍ତି କାର୍ତ୍ତିକ ଭାଇ। ତେଣୁ କାର୍ତ୍ତିକ ଭାଇ କ'ଣ ରହିବ ହୋଲିର ବାର୍ତ୍ତା? ଆଜି ଆମର ହିନ୍ଦୁର ପରମ୍ପରା 12 ମାସ 13 ପର୍ବ ଆମେ ସମସ୍ତେ ମନାଉ। ଆଜିର ଗୋଟେ ପବିତ୍ର ହୋଲି ପୂର୍ଣ୍ଣିମା। ଆଜି ସମସ୍ତେ ଏକତ୍ର ହେଇଛନ୍ତି। ଆମ 8 ପଞ୍ଚାୟତରେ ସମସ୍ତେ ଭାଇ ଭଉଣୀ ମା ମାଉସୀ ମାନେ ଆମେ ସମସ୍ତେ ସାଙ୍ଗ ଆଜି ଗୋଟେ ହୋଲି ପର୍ବ ମନାଉଛୁ। ଏ ଗୋଟେ ଖୁସିର ପର୍ବ। ଆଜି ଦୋଳ ପୂର୍ଣ୍ଣିମା ଅବସରରେ ସ୍ୱତନ୍ତ୍ର ନ୍ୟୁଜ୍ ତଥା ସମସ୍ତ ଜନସାଧାରଣଙ୍କୁ ମୋର ଅଭିନନ୍ଦନ ସ୍ୱାଗତ ଜଣାଉଛି। ଆମ ସହିତ ବିପିନ ଭାଇ ଯୋଡ଼ି ହେଇଛନ୍ତି। ତେଣୁ ବିପିନ ଭାଇ ଆପଣଙ୍କର ମତ କ'ଣ ରହିବ? ପବିତ୍ର ଦୋଳ ପୂର୍ଣ୍ଣିମା ଆଉ ହୋଲିରେ ସମସ୍ତଙ୍କୁ ଶୁଭେଚ୍ଛା। ଆଉ ଭାରତ ବର୍ଷରେ ଭାରତ ବାହାରେ ମଧ୍ୟ ହୋଲି ପର୍ବକୁ ବହୁତ ଭଲ ଭାବରେ ଆଡ଼ମ୍ବରର ସହିତ ପାଳନ କରାଯାଏ। ଏଇଟା ହିନ୍ଦୁ ଧର୍ମର ବିଗତ ଦିନରୁ ଅଛି ଆମ ପରମ୍ପରା। ତେଣୁ ଆମେ ଏ ଅଞ୍ଚଳରେ ମଧ୍ୟ ଆମେ ହୋଲିକି ଏଥର ଭଲ ଆଡ଼ମ୍ବରର ସହିତ ପାଳନ କରୁଛୁ। ବରିଷ୍ଠମାନଙ୍କୁ ଭେଟିବା ଏବଂ ଗୋଟେ ସମ୍ପର୍କ ସୂତ୍ରରେ ବାନ୍ଧି ହେଇକି ରହିବା ପାଇଁ ଆମେ ଏ ହୋଲିକୁ ଆମେ ପାଳନ କରି ଆସୁଛୁ। ଆଉ ସମସ୍ତେ ହୋଲି ପର୍ବରେ ସମସ୍ତେ ଖୁସିରେ ଯାହା ମନ ଭିତରେ କ'ଣ ଅଛି ଯାହା ଅଛି ସବୁ କଳାକୁ ଧଳା କରି ଏବଂ ରଙ୍ଗୀନ କରି ଜୀବନକୁ କେମିତି ବଞ୍ଚିବା ଏ ବାର୍ତ୍ତା ହୋଲି ଆମକୁ ଦଉଛି। ଆମେ ଏ ବାର୍ତ୍ତାକୁ ନେଇକି ପୁଣି ଆସନ୍ତା ହୋଲି ପର୍ଯ୍ୟନ୍ତ ଯେମିତି ରଙ୍ଗୀନ ଭାବରେ ଦୁନିଆକୁ ଭଲ ଭାବରେ ଜୀବନକୁ ବଞ୍ଚିବା ସେ ବାର୍ତ୍ତା ନେଇକି ଆମେ ଏଇ ହୋଲିରେ ଆମକୁ ଏଇ ଉତ୍ସାହ ମିଳୁଛି। ଏଇ ପରମ୍ପରାରୁ ଆମେ ଏହା ଶିଖୁଛୁ।